ଜଣଙ୍କର ବିଷୟରେ ଆମେ ଯଦି ଈଶ୍ୱରଙ୍କର ବାକ୍ୟରୁ ଦେଖିବା, ବାସ୍ତବିକ ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଅତି ଜାଗ୍ରତ ହେବା ବିଷୟ ଏବଂ ଆମମାନଙ୍କୁ ଜାଣିବା ବିଷୟ। ମୁଁ ସଂକ୍ଷିପ୍ତ ଏବଂ ସରଳ ଭାବେ ଆପଣମାନଙ୍କ ସମ୍ମୁଖରେ ଈଶ୍ୱରଙ୍କର ବାକ୍ୟରୁ ମୁଁ ରଖିବା ପାଇଁ ଚାହୁଁଛି। ବହୁତ ଉତ୍ସାହଜନକ ଏବଂ ଆଗ୍ରହଜନକ ଇଣ୍ଟରେଷ୍ଟିଂ ବିଷୟ ଯେ ଏହି ଜଣଙ୍କର ବିଷୟ, ଅର୍ଥାତ୍ ଆମେ ଦେଖୁ ଯେ ଜଣେ ମନୁଷ୍ୟ ଦ୍ୱାରା ପାପ ଏହି ଜଗତରେ ପ୍ରବେଶ କଲା, ଆଉ ଜଣଙ୍କର ଦ୍ୱାରା ମୃତ୍ୟୁ ମଧ୍ୟ ପ୍ରବେଶ କଲା, ଆଉ ସମସ୍ତେ ମୃତ୍ୟୁବରଣ କଲେ, ଆଉ ସମସ୍ତେ ପାପୀ ହୋଇଗଲେ, ଆଉ ପାପ କଲେ। ଏହା ଆମେ ପ୍ରଭୁଙ୍କର ବାକ୍ୟ ରୋମିଓ 5:12 ଦେଖୁ। ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାର ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ଜଣେ ଲୋକଙ୍କ ଦ୍ୱାରା ଆଉ ଜଣେ ଲୋକ ବୋଲି ଯାହା କୁହାଗଲା, ସେଇ ଜଣଙ୍କ ଦ୍ୱାରା ପାପ ବି ଆଉ ମୃତ୍ୟୁ ବି ଏହି ଜଗତରେ ପ୍ରବେଶ କଲା। ଆହୁରି ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟରେ ଦେଖୁ ଯେ ଜଣଙ୍କର ଅପରାଧ ଦ୍ୱାରା ଅନେକ ମୃତ୍ୟୁଭୋଗ କଲେ, ଆଉ ସେଇ ଜଣଙ୍କର ଅପରାଧ ଆଉ ଅନାଜ୍ଞାବହ ଦ୍ୱାରା ଅବାଧ୍ୟତା ଦ୍ୱାରା ମୃତ୍ୟୁଭୋଗ କଲେ, କିନ୍ତୁ ଆଉ ଜଣଙ୍କର ବାଧ୍ୟତା ଦ୍ୱାରା ଆଜ୍ଞାବହତା ଦ୍ୱାରା ଯେ ଅନୁଗ୍ରହ ଦାନ ପ୍ରାପ୍ତ ହେଲା, ଅନୁଗ୍ରହ ଏ ମନୁଷ୍ୟ ଆମମାନଙ୍କ ନିମନ୍ତେ ପ୍ରଚୁର ହେଲା ବୋଲି ଆମେ ପ୍ରଭୁଙ୍କର ବାକ୍ୟ ଦେଖୁ। ଆଉ ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ ସେଥିର ଫଳ ଧାର୍ମିକ ଗଣନା ହେଲା। ଏଠୁ ଆମେ ବୁଝୁ ଯେ ଜଣେ ପାପ କରିବାରୁ ଆମେ ଦେଖୁ ଯେ ଆଉ ଦଣ୍ଡାଜ୍ଞା ମୃତ୍ୟୁ ଏହି ଜଗତରେ ଅବାଧ୍ୟତା ଦ୍ୱାରା ପ୍ରବେଶ କଲା, କିନ୍ତୁ ଆଉ ଜଣକର ବାଧ୍ୟତା ଦ୍ୱାରା ସେ ଦଣ୍ଡାଜ୍ଞା ଆଉ ରହିଲା ନାହିଁ। ଆଉ ପ୍ରଭୁଙ୍କ ଠାରୁ ଯେଉଁ ମୃତ୍ୟୁ ମାନେ ବିଚ୍ଛେଦ ରହିବା ବିଷୟ ତାହା ବି ରହିଲା ନାହିଁ। ଅନୁଗ୍ରହ ଆସିଲା, ଆଉ ସେଇ ଅନୁଗ୍ରହ ଆମମାନଙ୍କୁ ଧାର୍ମିକ ଗଣନା କଲା ବୋଲି ପ୍ରଭୁଙ୍କର ବାକ୍ୟରେ ଅଛି। ଆମେ ଦେଖୁ ଆହୁରି ମଧ୍ୟ ସେଇ ପ୍ରଭୁଙ୍କର ବାକ୍ୟରେ ରୋମିଓ 5:17 ଯଦି ଜଣକର ଅପରାଧରେ ସେଇ ଜଣକର ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତି ହୁଅନ୍ତି, ସେମାନେ ଏହି ବ୍ୟକ୍ତି ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ। ଦେଖନ୍ତୁ, ଏଠାରେ ଲେଖାଗଲା ଜଣକର ଅବାଧ୍ୟତା ବା ଅଜ୍ଞାନତା ବା ଅପରାଧ ଦ୍ୱାରା ଦଣ୍ଡାଜ୍ଞା ଏବଂ ମୃତ୍ୟୁ ରାଜତ୍ୱ କଲା, କିନ୍ତୁ ଆଉ ଜଣଙ୍କର ବାଧ୍ୟତା ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେମାନେ ଆଉ ମୃତ୍ୟୁ ଆଉ ତାଙ୍କ ନିମନ୍ତେ ରାଜତ୍ୱ କରିବେ, କିନ୍ତୁ ଜୀବନରେ ସେମାନେ ରାଜତ୍ୱ କରିବେ। କି ଆଶ୍ଚର୍ଯ୍ୟ ବିଷୟ! ପ୍ରଭୁଙ୍କର ବାକ୍ୟରେ ଆହୁରି ମଧ୍ୟ ଆମେ ଦେଖୁ ଯେ ଅତଏବ ଜଣକର ଅପରାଧ ଫଳସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମ ଫଳସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକ ଗଣନା ଘଟିଲା। ଜଣକର ଅପରାଧର ଫଳସ୍ୱରୂପେ ଦଣ୍ଡାଜ୍ଞା ଘଟିଲା, କିନ୍ତୁ ଆଉ ଜଣକର ଧାର୍ମିକତାର କର୍ମର ଫଳସ୍ୱରୂପେ ଜୀବନଦାୟକ ଧାର୍ମିକ ଗଣନା ଘଟିଲା। ତେଣୁକରି ବାକ୍ୟରେ ଲେଖାଗଲା ଜଣେ ପାପ କଲା, ଜଣେ ପାପ କରି ମୃତ୍ୟୁକୁ ଏହି ଜଗତରେ ପ୍ରବେଶ କରାଇଲା, ବା ମୃତ୍ୟୁ ଆମେ ସମସ୍ତେ ବରଣ କରୁଅଛୁ ପାପ ଦ୍ୱାରା ଏବଂ ସମସ୍ତେ ପାପି ଯାଉଛୁ ପାପ କରି କରି। ଏହା ସତ୍ୟ ଅଟେ, କିନ୍ତୁ କି ଆଶ୍ଚର୍ଯ୍ୟ ବିଷୟ! ତେବେ ଅନେକ ଜଣକର ଅନାଜ୍ଞାବହ ଦ୍ୱାରା ପାପୀ ହେବେ, କିନ୍ତୁ ଆଉ ଜଣକର ଆଜ୍ଞାବହତା ଦ୍ୱାରା ଧାର୍ମିକ ହେବେ ବୋଲି ପ୍ରଭୁଙ୍କର ବାକ୍ୟରେ ଅଛି। ଦେଖନ୍ତୁ, ଏହି ଜଣକର ବିଷୟରେ ଆମେ ଚିନ୍ତା କରିବା ପ୍ରଭୁଙ୍କର ବାକ୍ୟରୁ କେତେ ସୁନ୍ଦର ଲାଗେ। କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକ ଧାର୍ମିକ ହେବେ। ରୋମିଓ 5:19 ଜଣକର ବିଷୟ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ। ଜଣେ ପାପ କଲା, ଜଣକର ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେଇ ଜଣକର ପାପ ବା ଅପରାଧ ଦ୍ୱାରା ସମସ୍ତେ ପାପୀ ହୋଇଗଲେ। ଜଣକର ପାପ ନିମନ୍ତେ ଯେ ତା ଜୀବନରେ ଆଉ ସମସ୍ତଙ୍କ ଜୀବନରେ ମୃତ୍ୟୁ ରାଜତ୍ୱ କଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଜଣକର ବାଧ୍ୟତା ନିମନ୍ତେ, ଜଣକର
ଆଜ୍ଞାବହତା ନିମନ୍ତେ ଆଉ ଜଣକର ନିମନ୍ତେ ଅନୁଗ୍ରହ ଦାନ, ଧାର୍ମିକ ଗଣନା ଆଉ ଜୀବନଦାୟକ ଧାର୍ମିକ ଗଣନା, ତା ସହିତ ଜୀବନ ଆମମାନଙ୍କୁ ଅନନ୍ତ ଜୀବନର ରାଜତ୍ୱ ଅଧିକାର ମିଳିଲା ପାପୀ ମନୁଷ୍ୟକୁ। କେତେବେଳେ? ସେଇ ଜଣକୁ ଯେତେବେଳେ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ସେ ହିଁ ମୋତେ ପାପରୁ କ୍ଷମା କରିପାରନ୍ତି। ଆଜକୁ 2000 ବର୍ଷ ପୂର୍ବେ ସେ ଆସିଥିଲେ ଏହି ପାପକୁ ସମାଧାନ କରିବା ପାଇଁ। ପିତାଙ୍କର ଆଜ୍ଞାବହ ହେଲେ ସେ ଆଜ୍ଞାବହ ହେଲେ କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ। ଆଉ ସେ ମୋ ପାଇଁ, ଆପଣଙ୍କ ପାଇଁ, ସମଗ୍ର ମାନବ ଜାତି ପାଇଁ ସେ ମୃତ୍ୟୁବରଣ କଲେ। ଆଉ ସେ ଜଣେ ଆଜ୍ଞାବହତା ଉତ୍ତମ କାର୍ଯ୍ୟ ଯାହାକି ଆମେ ଦେଖୁ, ସେଇ କାର୍ଯ୍ୟ ଦ୍ୱାରା ଆମେ ଧାର୍ମିକ ଗଣିତ ହେବୁ ବା ତାଙ୍କର ମରଣର କାର୍ଯ୍ୟ, ସେ ନିଜକୁ ବଳି ଦେବାର କାର୍ଯ୍ୟ କାଲବରୀ କ୍ରୁଶ ଉପରେ। ଆଉ ସେ ବାଧ୍ୟ ହେଲେ ପିତାଙ୍କର, ଆଉ ଆମମାନଙ୍କୁ ସମସ୍ତଙ୍କୁ ପ୍ରେମ କରି ସେ ପ୍ରେମକୁ ପ୍ରଦର୍ଶନ କଲେ କାଲବରୀ କ୍ରୁଶ ଉପରେ, ନିଜର ଜୀବନ ଦେଇଦେଲେ ଆଉ ମୃତ୍ୟୁବରଣ କରି ତୃତୀୟ ଦିନ ମୃତ୍ୟୁକୁ ଜୟ କରି ଉଠିଲେ। ଏବେ ପର୍ଯ୍ୟନ୍ତ ସେ ଜୀବିତ, ସେ ଦେଖୁଛନ୍ତି, ଜାଣୁଛନ୍ତି ଆମମାନଙ୍କୁ ଆଉ ଆମମାନଙ୍କର ସବୁ ବିଷୟକୁ। ତେଣୁକରି ଏଇ ଯେଉଁ ସୁନ୍ଦର ବାକ୍ୟ ସତ୍ୟତା ଆମମାନଙ୍କୁ ଦେଇଅଛନ୍ତି, ତାହାଙ୍କର ଦ୍ୱାରା ହିଁ ଆମେ ପାଇଅଛୁ। ପ୍ରଭୁ ଆମମାନଙ୍କୁ ପାପରୁ କ୍ଷମା କରି ଧାର୍ମିକ ଗଣନା କରିବା ପରମେଶ୍ୱର। ପ୍ରଭୁ ଆମମାନଙ୍କୁ ଦଣ୍ଡାଜ୍ଞା ନ ଦେଇ ଆମମାନଙ୍କୁ ସେ ତାଙ୍କର ଅନୁଗ୍ରହ ଦାନ କରିବା ପରମେଶ୍ୱର। ପ୍ରଭୁ ଆମମାନଙ୍କୁ ସେ କେବେ ବି ଛାଡ଼ିବେ ନାହିଁ। ଗୋଟେ ପାପୀ ଫେରି ଯେପରି ସେ ଅନୁଗ୍ରହର ପ୍ରଚୁରତାରେ ବଢ଼ିବ, ଆଉ ଜଣେ ପାପୀ ଯେପରି ଫେରି ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଧାର୍ମିକ ଗଣିତ ହେବ, ସେଥିପାଇଁ ଆମେ ଏହି ବାକ୍ୟ ଦେଖୁଅଛୁ। ପ୍ରିୟମାନେ, ଆଜି ପ୍ରଭୁ ଆମମାନଙ୍କୁ ପ୍ରେମ କରୁଅଛନ୍ତି। ଆଉ ସେଇ ଜଣକ ଦ୍ୱାରା ଯଦ୍ୟପି ଆମେ ପାପୀ ହେଇଗଲୁ, କିନ୍ତୁ ଆଉ ଜଣକର ଦ୍ୱାରା ଆମେ ଯେପରି ଧାର୍ମିକ ଗଣିତ ହୋଇ ଆମେ ଅନୁଗ୍ରହ ପ୍ରାପ୍ତ ହୋଇ ତାହାଙ୍କର ଜୀବନର ଅଧିକାରୀ ହୋଇ ତାହାଙ୍କ ଜୀବନରେ ଆମେ ରାଜତ୍ୱ କରିବା, ସେଥି ନିମନ୍ତେ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରୁଛନ୍ତି। ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ଆସ ମୋ ନିକଟକୁ, ମୁଁ ତୁମକୁ ବିଶ୍ରାମ ଦେବି। ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, ଆମେ ଦେଖୁ ପ୍ରଭୁଙ୍କର ବାକ୍ୟରେ। ତେଣୁକରି ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ଉଦ୍ଧାରକର୍ତ୍ତା, ପରିତ୍ରାଣକାରୀ। ତାହାଙ୍କ ଛଡ଼ା ଆଉ କେହି ନାହିଁ। ପ୍ରଥମ ଆଦମ ପାପ କଲା, ପାପ ଦ୍ୱାରା ଆମମାନଙ୍କ ପ୍ରତି ଦଣ୍ଡାଜ୍ଞା, ପାପ ଦ୍ୱାରା ଅଶାନ୍ତି, ପାପ ଦ୍ୱାରା ମୃତ୍ୟୁ, ଏସବୁ ବିଷୟ ଘଟିଲା। କିନ୍ତୁ ଶେଷ ଆଦମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କୁହାଯାଏ, ତାଙ୍କର ଦ୍ୱାରା ଅନୁଗ୍ରହ ଆମମାନଙ୍କ ନିମନ୍ତେ ପ୍ରଚୁର ହେଲା। ତାହାଙ୍କ ଦ୍ୱାରା ଆମମାନଙ୍କ ନିମନ୍ତେ ଧାର୍ମିକ ଗଣନାର କାର୍ଯ୍ୟ ଆମମାନଙ୍କ ପ୍ରତି ଘଟିଲା। ଆଉ ତାହାଙ୍କର ଦ୍ୱାରା ଆଜି ଆମମାନେ ଅନନ୍ତ ଜୀବନର ଅଧିକାରୀ ହୋଇ ତାଙ୍କର ସେଇ ଜୀବନର ରାଜତ୍ୱ କରିବା। ତେଣୁକରି ଜଣେ ପାପୀ ମନୁଷ୍ୟ କିପରି ଏହି ସବୁ ଅନୁଗ୍ରହ, ଜଣକ ଦ୍ୱାରା ପାପ, ଜଣକ ଦ୍ୱାରା ସେଇ ମୃତ୍ୟୁ ଆଉ ସବୁ ଘଟିଲା, କିନ୍ତୁ ଆଉ ଜଣକ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେପରି ସମସ୍ତ ଉତ୍ତମତା, ସମସ୍ତ ଅନୁଗ୍ରହ, ସମସ୍ତ ବିଷୟ ଯାହାକି ଆମେ ପ୍ରାପ୍ତ ହେବା, ଅନନ୍ତ ଜୀବନର ଅଧିକାରୀ ହେବା, ପାପରୁ କ୍ଷମା ପାଇବା, ଶାନ୍ତିର ଜୀବନ ପାଇବା, ସେଇ ଅବର୍ଣ୍ଣନୀୟ, ଅତୁଳନୀୟ, ଅନନ୍ତ ପ୍ରେମର ଅଂଶୀ ହେବା। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ଆମ ସମସ୍ତଙ୍କୁ ଚାହୁଁଛନ୍ତି ତାହାଙ୍କୁ ବିଶ୍ୱାସ କରି ତାଙ୍କ ଠାରୁ ଆଗକୁ ବଢ଼ିବା ପାଇଁ। ଯଦି ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁନାହାନ୍ତି, ତାହେଲେ ବିଶ୍ୱାସ କରନ୍ତୁ, ହୃଦୟରେ ସ୍ଥାନ ଦିଅନ୍ତୁ, ଆଉ ପ୍ରଭୁଙ୍କର ସହିତ ଆଗକୁ ବଢ଼ନ୍ତୁ। ଏହି ସତ୍ୟତାରେ, ପ୍ରଭୁଙ୍କର ବାକ୍ୟର ସତ୍ୟତାରେ ପ୍ରତିଦିନ ଏହି ପ୍ରକାର ସତ୍ୟତା ଗୁଡ଼ାକ ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବି। ତେଣୁକରି ଏହି ଭିଡ଼ିଓ ଯଦି ଭଲ ଲାଗିଲା ଲାଇକ୍ କରନ୍ତୁ, ଅନ୍ୟମାନଙ୍କୁ ବି ସେୟାର କରନ୍ତୁ। ଆଉ ଯଦି ଏଯାଏଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।